ରାୟଗଡ଼ା ସହରରେ ଆଜି ଦେଖିବାକୁ ମିଳିଲା ଏକ ଭବ୍ୟ ଦୃଶ୍ୟ। ରାୟଗଡ଼ାର ସନାତନୀ ହିନ୍ଦୁ ଭାଇ ଓ ଭଉଣୀମାନେ ଭକ୍ତି, ଶ୍ରଦ୍ଧା ଓ ଆନନ୍ଦର ସହ ସ୍ୱାଗତ ଜଣାଇଲେ ସ୍ୱର୍ଣ୍ଣ ଧନୁ ଯାତ୍ରାକୁ। ରାୟଗଡ଼ାଠାରୁ ଜେକେପୁର ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ସନାତନୀ ହିନ୍ଦୁ ଶ୍ରଦ୍ଧାଳୁ ଏହି ଭବ୍ୟ ଯାତ୍ରାରେ ଅଂଶଗ୍ରହଣ କରିଥିଲେ। ସିରିଗୁଡ଼ା କପିଳାସ ଛକ, ବଦ୍ରୱାଲସା ଛକ, ତୁମ୍ବିଗୁଡ଼ା ଛକ, ଖଲିଗୁଡ଼ା, କତପେଟା, ଦେବଦଳା ଓ ଜେକେପୁର ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନରେ ସ୍ୱର୍ଣ୍ଣ ଧନୁଷକୁ ପୁଷ୍ପ ପୂଜାର୍ଚ୍ଚନା ଓ ହରିନାମ ସଂକୀର୍ତ୍ତନ ସହ ସ୍ୱାଗତ କରାଯାଇଥିଲା। ଏହି 283 କେଜି ଓଜନର ବିଶାଳ ସ୍ୱର୍ଣ୍ଣ ଧନୁଷଟି ଚଳିତ ମାସ 2 ତାରିଖରେ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସ୍ଥିତ ହନୁମାନ ବାଟିକାରୁ ସନାତନ ଜାଗରଣ ମଞ୍ଚ ପକ୍ଷରୁ ନିର୍ମାଣ କରାଯାଇଥିଲା। ଏହି ଯାତ୍ରା ସାରା ଓଡ଼ିଶାରେ ଭ୍ରମଣ କରି ଆଜି ରାୟଗଡ଼ା ଛାଡ଼ି ଅନ୍ୟ ଜିଲ୍ଲା ଅତିକ୍ରମ କରି ପୁରୀ ପହଞ୍ଚିବ ଓ ସେଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରୁ ଆଜ୍ଞାମାଳ ଗ୍ରହଣ କରି ଅଯୋଧ୍ୟା ଅଭିମୁଖେ ଯାତ୍ରା ଜାରି ରହିବ। ଏହି ଭବ୍ୟ କାର୍ଯ୍ୟକ୍ରମରେ ରାୟଗଡ଼ାର ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ସହ ହଜାର ହଜାର ହିନ୍ଦୁ ପ୍ରେମୀ ଭାଇ ଓ ଭଉଣୀମାନେ ଏକତ୍ରିତ ହୋଇଥିଲେ। ରାୟଗଡ଼ା ଜିଲ୍ଲା ପ୍ରତିନିଧି ମାଲସ କୌଶଲଙ୍କ ରିପୋର୍ଟ, ନିରପେକ୍ଷ ନ୍ୟୁଜ୍।